ଅଷ୍ଟମ ଶ୍ରେଣୀ ଅନ୍ତର୍ଗତ ଜ୍ୟାମିତି ବହିର ଅନୁଶୀଳନୀ 2ରେ ଥିବା କ୍ୱେଶ୍ଚିନ୍ ନମ୍ବର 19 ପାର୍ଶ୍ୱସ୍ଥ ଚିତ୍ର 2.24ରେ ଦର୍ଶାଅ ଯେ DBC କୋଣର ପରିମାଣ ପ୍ଲସ୍ BCE କୋଣର ପରିମାଣ ଇଜ୍ ଗ୍ରେଟର ଦ୍ୟାନ୍ ଟ୍ୱାଇସ୍ ଟାଇମ୍ ଅଫ୍ ଏ କୋଣର ପରିମାଣ। ଦତ୍ତ କୋଣ ଅଛି ଦତ୍ତ ABC ଏକ ତ୍ରିଭୁଜ। ABC DE ପ୍ରାମାଣ୍ୟ କ'ଣ ପ୍ରମାଣ କରିବାକୁ ହେବ? DBC କୋଣର ପରିମାଣ ପ୍ଲସ୍ BCE କୋଣର ପରିମାଣ ଇଜ୍ ଗ୍ରେଟର ଦ୍ୟାନ୍ ଟ୍ୱାଇସ୍ ଟାଇମ୍ ଅଫ୍ ଏ କୋଣ କିମ୍ବା BAC କୋଣର ପରିମାଣ। ଲେଖିବା DBC କୋଣର ପରିମାଣ ପ୍ଲସ୍ BCE କୋଣର ପରିମାଣ is greater than twice time of BAC କୋଣର ପରିମାଣ। ପ୍ରମାଣ ଦେଖ ପିଲେ ABC ତ୍ରିଭୁଜରେ DBC ଏକ ବହିସ୍ଥ କୋଣ। ଠିକ୍ ସେହିପରି BCE କୋଣ ଏହି କୋଣ ମଧ୍ୟ ତ୍ରିଭୁଜ ABCର ବହିସ୍ଥ କୋଣ। ଲେଖିବା ତ୍ରିଭୁଜ ABCରେ DBC କୋଣ ଏକ ବହିସ୍ଥ କୋଣ। ଠିକ୍ ସେହିପରି BCE କୋଣ ମଧ୍ୟ ତ୍ରିଭୁଜ ABCର ବହିସ୍ଥ କୋଣ। ଆମେ ଜାଣିଛନ୍ତି ଯେକୌଣସି ତ୍ରିଭୁଜର ଅଙ୍କିତ ବହିସ୍ଥ କୋଣର ପରିମାଣ ସର୍ବଦା ସେହି ତ୍ରିଭୁଜର ଅନ୍ତର୍ଗତ କୋଣର ପରିମାଣ ଠାରୁ ବୃହତ୍ତର। ତେଣୁ ଆମେ ଲେଖିପାରିବା DBC କୋଣର ପରିମାଣ ସବୁବେଳେ ବଡ଼ ହେବ BAC କୋଣର ପରିମାଣ କିମ୍ବା ABC କୋଣର ପରିମାଣ କିମ୍ବା ACB କୋଣର ପରିମାଣ। କିନ୍ତୁ କ୍ୱେଶ୍ଚିନ୍ରେ ଆମକୁ କ'ଣ ଦିଆଯାଇଛି? ଏ କୋଣର ପରିମାଣ ମାନେ ଏଇ କୋଣଟା ବୁଝିହେଲା। ତେଣୁ ଲେଖିବା BAC କୋଣ। ଏଇଟା ମନେକର ଇକ୍ୱେସନ୍ 1 ଦେବା। ଠିକ୍ ସେହିପରି BCE କୋଣ ମଧ୍ୟ ବହିସ୍ଥ କୋଣ। ତେଣୁ ଏହି କୋଣର ପରିମାଣ ସର୍ବଦା BAC କୋଣ କିମ୍ବା ACB କୋଣ କିମ୍ବା CBA କୋଣର ପରିମାଣ ଠାରୁ ବଡ଼ ହେବ ନୁହେଁ କି? ତେଣୁ ଲେଖିପାରିବା BCE କୋଣର ପରିମାଣ ଇଜ୍ ଗ୍ରେଟର ଦ୍ୟାନ୍ BAC କୋଣ। ଏଟା ସମୀକରଣ 2 ଦେବା। ବର୍ତ୍ତମାନ ସମୀକରଣ 1 ଏବଂ 2 କୁ ଯୋଗ କରାଯାଉ।
समीकरण 1 एवं 2 को जोग करा जाऊ। देख समीकरण 1 रे कौन अच्छी डी बी सी कौन डी बी सी कौन प्लस समीकरण 2 रे बी सी ई कौन बी सी ई कौन इज ग्रेटर देन बी ए सी कौन प्लस बी ए सी कौन this implies db सी कोण परिमाण प्लस बी सी ई कोण परिमाण इज ग्रेटर देन बी ए सी आम लिखिपर 2 बी ए सी तेणु डी बी सी कोण परिमाण प्लस बी सी ई कोण परिमाण इज ग्रेटर देन ट्वाइस टाइम ऑफ ए कोण कि बी ए सी कोण परिमाण प्रमाणित।